ପିଟି ମାରିଦେଲେ ରେ, ଜୀବନ ନେଇ ଗଲେ ତାଙ୍କର। କେମିତି ଏମିତି କରିଦେଲ ରେ? ଆଗ ପଛ ଥରେ ଭାବିଲନି? ଜିଅନ୍ତା ମଣିଷଟାକୁ ଗୋରୁ ଗାଈ ପରି ପିଟି ପିଟି ମାରିଦେଲ। କିଛି ଏମିତି କହି କହି ମେଡିକାଲ ବେଡ୍ରେ କାନ୍ଦି କାନ୍ଦି ଗଡ଼ି ଯାଉଛି ସ୍ତ୍ରୀ। ଆଖି ଆଗରେ ସ୍ୱାମୀର ମୃତ୍ୟୁକୁ ଦେଖିବା ପରେ ବିଚାରୀର ଧୈର୍ଯ୍ୟ ରହୁନି। ନିଜେ ବି ଦୁଇ ପୁଅଙ୍କ ସହ ମେଡିକାଲ ବେଡ୍ରେ ଗୁରୁତର ହୋଇ ପଡ଼ିଛନ୍ତି। ଦୁଇ ପୁଅଙ୍କର ମୁଣ୍ଡ ଫାଟି ରକ୍ତ ଝରୁଛି। 3 ଜଣ ଯାକ ଆହତ। ଘରେ ଅଛି, ମୋ ବାପାଙ୍କୁ କହିନି ତମେ ପାଟି ମୁଣ୍ଡ କର ନା, ସିଏ ଆମ ଜାଗାରେ ଘର କରିଦେଇଛନ୍ତି, ଆମେ ଦରକାର ପଇଲେ ଭାଙ୍ଗିଦେବା, ତମେ ପାଟି ମୁଣ୍ଡ କର ନା। ବାପା ସେଠି ଥିଲେ, ମୁଁ ଘର ଭିତରେ ଥିଲେ, ଛାତ ଉପରେ, ଆମ ଛାତ ଉପରେ ଥିଲେ ଯେତେବେଳେ ତଳକୁ ଆଇଲେ, ମୁଁ ସେ ଆମ ବାଡ଼ି ଭିତରେ ଅଛି, ବାପା ପଳେଇଛନ୍ତି ରାସ୍ତା ପାଖକୁ, ତାଙ୍କ ଘର ପାଖକୁ, ତାଙ୍କୁ ବାଡ଼େଇକି ପୁରା 15-20 ଜଣ ପକେଇକି ବାଡ଼େଇକି ମୁଁ ଦେଖିଲା ବେଳକୁ ଦୌଡ଼ିକି ଗଲା ବେଳକୁ ବାଡ଼ଉଛନ୍ତି। ମୁଁ ଯେତେବେଳେ ଯାଇ ପହଞ୍ଚିଗଲି ମୋ ପଛ ଆଡ଼କୁ ବାଡ଼େଇଲେ। ହଁ ଆଜ୍ଞା, ଜମି ଚାଖଣ୍ଡେ ପାଇଁ ଗଡ଼ିଲା ମୁଣ୍ଡ। ଦୁଇ ଭେଣ୍ଡିଆ ପୁଅ ଆଉ ସ୍ତ୍ରୀ ସାମ୍ନାରେ ବାପାକୁ ପିଟି ପିଟି ମାରିଦେଲେ ଅପରପକ୍ଷ ଲୋକେ। ଦର୍ଶକ ବନ୍ଧୁ, ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତ ସଂଘର୍ଷ। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାରର 7ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ଗୋବିନ୍ଦ ଘଡ଼ାଇ। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ତ୍ରିଲୋଚନପୁର ଗାଁରେ। କଥା କହିପାରୁନି, ଆମେ ଘରେ ଛିଡ଼ା ହେଇଛୁ, ସେମାନେ ଦୌଡ଼ି ଆସିଲେ କଥା କୁରାଢ଼ି ଧରିକି ଆମକୁ ଟଣା, ସ୍ତ୍ରୀ ଲୋକଙ୍କୁ ଟଣା ଘସରା କଲେ। ତାପରେ ପୁଅ ଆସିକି ଅଟକାଟି କରିବାକୁ ପୁଅକୁ ହାଣି ଦେଇ ଯାଇଛନ୍ତି ପଛପଟକୁ। ହଁ, ପୁଅକୁ ହାଣି ପକେଇଛନ୍ତି, ତା ମଉସାକୁ ହାଣି ପକେଇଛନ୍ତି। ଏମିତି ହଣାହଣି ହେଇକିରି ମାଡ଼ କ'ଣ ଲାଗିଛନ୍ତି। ରକ୍ତ ନଉନାଣି ଯେତେବେଳେ ହେଲେ ଆଉ କିଛି ମୁଁ କହିପାରିବିନି। ମହୋତ୍ସବ ସୂଚନା ଅନୁସାରେ ବଡ଼ ତ୍ରିଲୋଚନପୁର ଗାଁର ଗୋବିନ୍ଦ ଘଡ଼ାଇ ଓ ନରେନ୍ଦ୍ର ଘଡ଼ାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। କିଛିଦିନ ଆଗରୁ ଉଭୟ ପରିବାର ପକ୍ଷରୁ ମଧ୍ୟ ଥାନାରେ ଏନେଇ ଆପୋଷ ସମାଧାନ ହୋଇଥିଲା। ଆଜି ସକାଳ ସମୟରେ ଜଣେ ଘର ତିଆରି କରିବା ସମୟରେ ଅପର ପକ୍ଷ ଏହାକୁ ବିରୋଧ କରିଥିଲେ। ପ୍ରଥମେ ଉଭୟଙ୍କ ପରିବାର ମଧ୍ୟରେ ବଚସା ହେଲା ପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଏହି ଜମିବାଡ଼ି ବିବାଦକୁ ନେଇ ଅଦାଲତରେ ମାମଲା ଥିବାବେଳେ ଦୁଇ ପରିବାର ପକ୍ଷରୁ ଗଣ୍ଡଗୋଳ ହୋଇ ମାଡ଼ପିଟ ଜୋରଦାର ହୋଇଥିଲା। ଘଟଣାସ୍ଥଳରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାରର 7ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ବଡ଼ ତ୍ରିଲୋଚନ ଗାଁରେ ଅଛି, ଯାଜପୁର ଟାଉନ ସଦର ଥାନା ଅଣ୍ଡରରେ। ସେଠି ତାଙ୍କର ଉଭୟ ପରିବାର ଜମିବାଡ଼ି ବିବାଦ ଦୀର୍ଘ ବର୍ଷ ଲାଗି ରହିଛି। ସେ ଯେଉଁ ଡିସ୍ପ୍ୟୁଟ ଜାଗା ଥିଲା, ଜାଗାକୁ ନେଇକି ତାଙ୍କର କୋର୍ଟ ଅଫ୍ ଲରେ କେସ୍ ଚାଲିଛି। କୋର୍ଟରେ କେସ୍ ଚାଲିଥିବା ସମୟରେ ସେ ଅପୋଜିଟ୍ ପାର୍ଟି ସେଠି କନଷ୍ଟ୍ରକ୍ସନ୍ ତିଆରି କରୁଥିଲେ ଦିବ୍ୟବତୀ ଘରେ ଏବଂ ତାଙ୍କର ପରିବାର ସମେତ ଗୋଟେ ଘର ତିଆରି କରୁଥିଲେ। ବାକି ଯିଏ ମରିଛି ଡିସିଜ୍ ଗୋବିନ୍ଦ ଘଡ଼େଇ ଏବଂ ତାଙ୍କ ପିଲାମାନେ ସଞ୍ଜୟ ଘଡ଼େଇ ଏବଂ ସରୋଜ ଘଡ଼େଇ, ସେମାନେ ତାଙ୍କ ବିରୋଧ କଲେ। ବିରୋଧ ହେତୁ ଉଭୟ ଭିତରେ ଝଗଡ଼ା ହେଇଛି। ଝଗଡ଼ା ହେଇଥିଲେ ସେ ଗୋବିନ୍ଦ ଚନ୍ଦ୍ର ଘଡ଼େଇକୁ ଏମାନେ ବାଡ଼େଇଛନ୍ତି। ବାଡ଼ିଲା ପରେ ତାକୁ ସେ ଇଞ୍ଜୋର୍ଡ ଅବସ୍ଥାରେ ଯାଜପୁର ମେଡ଼ିକାଲ ଆଣିଥିଲେ। ଯାଜପୁର ମେଡ଼ିକାଲରେ ସେ ରିସିଭ୍ ଡେଡ୍ ହେଲା। ଖବର ପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହିତ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ମାମଲାକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଯାଜପୁର ଏସ୍ଡିପିଓ ତଦନ୍ତ କରୁଛନ୍ତି। ଯାଜପୁରରୁ ସନ୍ତୋଷ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।